गौरव महिमा केवल तुम्भको दे प्रार्थना जीशुको नामरे मागिले आमेन। आसंतु आमे माने पढ़िबा लूक 13 अध्याय ताहार 5 पदरु 9 पद माइक रे पढ़िबा पाई रेडी रुहंतु। आउ जने दुई जन जो माने कि निर्भुल भावरे शीघ्र खोलिकी पढ़ी पारिबे। लूक 13 अध्याय 5 रु 9 जाए। मु तुम्भ मानंकु कहू अछि ना किंतु मन परिवर्तन न कले तुम्हे माने समस्ते सही परि विनष्ट हेबो। आउ से एई दुष्टांत कहिले जनकर द्राक्षा क्षेत्र रे गोटिए डिंबिरी गछ लगा जाइथिला। से आसी सेथिरे फळ खोजिले किंतु पाइले नाही। तेणु से मालिक कहिले देख एई 3 वर्ष हेला मु आसी एई डिंबिरी गछर फळ खोजु अछि किंतु पाउ नाही। एहाकु हानि पकाओ। एईटा काहेकि भूमि को मध्य अकर्मण्य करू अछि। मात्र से तांको उत्तर देला प्रभु एहाकु एई वर्षटी मध्य छाड़ी दियंतु। मु इति मध्य रे एहार चारि पाख खळी खत देबी। आउ परे फळ हुए त भल नहिले ताहाकु हानि पकाइबे। एही दृष्टांतटी आम्हे माने समस्ते अति भल भावरे जानिथिबा एक दृष्टांत अटे। जनकर द्राक्षा क्षेत्र रे डिंबुरी गछ 3 वर्ष हेला फल फळु नाही। फलिबार समय ठारू गणना करा जाई अछि 3 वर्ष काल जम्मा फल फळु नाही। प्रिय ईश्वरंक लोक माने आओ द्राक्षा क्षेत्रर प्रभु कहउछंती एहाको हानि पकाओ काहेकि एईटा भूमि को मध्य अकर्मण करुअछि। भूमि को जेउ भूमि रे एई गछटी लगा जाई अछि प्रभुंक लोक माने प्रथम कोरिन्थियो 3:6 अनुसारे एवं विचारकर्ता 9 अध्याय अनुसारे दानिएल 4:20 गीत संहिता 92 10 11 12 अनुसारे गछ विभिन्न प्रकारर वृक्ष विभिन्न प्रकारर लोक मानंको दर्शाए। धार्मिक मानंको एरस वृक्ष ताल वृक्ष पली गीत संहिता 92 ताहार 12 पदरे देखो एक बृहत वृक्ष नबुखदनेस्सर को दर्शाइला। आओ ईश्वर को संतान मानंको जित वृक्षर चारा बोली 128 गीत रे आमे देखो। विचारकर्ता 9 अध्याय रे भिन्न भिन्न गछ को भिन्न भिन्न व्यक्ति राजा मानंक सहित तुलना करा जाइछे। प्रिय ईश्वरंक लोक माने एठारे डिंबुरी गछ एक अपरिवर्तित जे कि मन परिवर्तन करी नाही सही प्रकार गोटिए ख्रीष्ट विश्वासी सहित ताहार उपमा दिया जाइछि। द्राक्षा क्षेत्र रे डिंबुरी गछ एहा गछर बहुत बड़ समस्या अटे। मु गतकाली कहिथिली
ଯେପରି ଆମ ଅଞ୍ଚଳରେ ଆମେ ଗତ କେତେକ ବର୍ଷ ହେଲା ଦେଖୁଅଛୁ, ଯଦି କ୍ଷେତ୍ରରେ କପା ଗଛ ଲଗାଇ ଦିଆଗଲା ତାହେଲେ ସେ ଜାଗାରେ ପରେ ଆଉ ଧାନ ଚାଷ ହେଉନାହିଁ। ସେପରି କୃଷି ବିଭାଗୀୟ ଲୋକମାନେ କହନ୍ତି, ପୋଟଳ ଯଦି ଚାଷ କରାଗଲା ତ ସେ ଆମେମାନେ ଗୋଟିଏ ଗୋଟିଏ ଡିମ୍ବୁରି ଗଛ ତୁଲ୍ୟ ଈଶ୍ୱରଙ୍କ ସନ୍ତାନ ସନ୍ତତି ଅଟୁ। ଆମେମାନେ ଏହି ପ୍ରକାର ଜଗତରେ ରୋପଣ କରାଯାଇଅଛୁ ଯେ ଏହି ଜଗତରେ ଆମ୍ଭମାନଙ୍କୁ ପରିବର୍ତ୍ତନ ରୂପକ ଫଳ ଆଚରଣରେ ଫଳିବା ପାଇଁ ସାହାଯ୍ୟ ସହଯୋଗ ଦୁନିଆର ପରିବେଶରେ ମିଳୁନାହିଁ। ଯୁବାମାନେ କହନ୍ତି ଚାରିପଟେ ଅଶ୍ଳୀଳତା, ଆବଶ୍ୟକ ସ୍ଥଳେ ରଙ୍ଗରସ ଗିର୍ଜାଘର ଭିତରେ ମଧ୍ୟ ଦେଖାଯାଉଛି। ବାହାରେ ତ ଅଛି, ସବୁ ଜାଗାରେ ଈଶ୍ୱରଙ୍କ ଲୋକମାନେ ଜୀବନକୁ ବଦଳାଇବା ପାଇଁ ଖତ ମିଳୁନାହିଁ। ଆମେ ଏହି ପ୍ରକାର ଜଗତରେ ଗୋଟିଏ ରୋପଣ କରାଯାଇଥିବା ବୃକ୍ଷ ଅଟୁ। ପରିବର୍ତ୍ତନ ନହେଲେ ଆମେମାନେ କଟାଯିବୁ ବା ପରିତ୍ୟକ୍ତ କରାଯିବୁ ବା ହଣାଯିବୁ। ଏଣୁ 3 ବର୍ଷ ହେଲେ ହେଁ ଏହି ଡିମ୍ବୁରି ଗଛରେ ଆଦୌ ଫଳ ଫଳୁନାହିଁ। ମାଳି ଠିକ ବୁଝିଛନ୍ତି, ଏହାର ଚାରି ପାଖ ଖୋଳିକି ଖତ ଦେବି। ପ୍ରଭୁଙ୍କ ମହତ୍ ନାମର ଧନ୍ୟବାଦ ହେଉ। 3 ବର୍ଷ ପରେ ବିଚାର କରାଗଲା, ନିଷ୍ପତ୍ତି ନିଆଗଲା ଗଛଟିକୁ ହାଣି ଦିଆଯାଉ। କିନ୍ତୁ ମାଳିଙ୍କ ଅନୁରୋଧ କ୍ରମେ ଆଉ 1 ବର୍ଷଟି ଗଛଟିକୁ ଛାଡ଼ି ଦିଆଗଲା, ଚାରି ପାଖ ଖୋଳିବା ପାଇଁ ଆଉ ଖତ ଦେବା ପାଇଁ। ଆମେମାନେ ଗୋଟିଏ ଗୋଟିଏ ସେଇ ପ୍ରକାରର ଆତ୍ମିକ ବୃକ୍ଷ ଅଟୁ। ଆତ୍ମିକ ଫଳ ଫଳିବା ନିମନ୍ତେ ରୋପିତ ବୃକ୍ଷ ଅଟୁ। ପରମେଶ୍ୱର ଆମଠାରେ ଆତ୍ମିକ ଫଳ ଚାହୁଁଅଛନ୍ତି, ଯାହା ହେଉଛି ଅନ୍ୟ କିଛି ନୁହଁ, ଆମର ପରିବର୍ତ୍ତିତ ଜୀବନ ରୂପକ ଫଳ। କିନ୍ତୁ ଏ ଦୁନିଆରେ ଆମ ପାଇଁ ବୋଲି ଉପଯୁକ୍ତ ପରିବେଶ ନାହିଁ। ଏଣୁ ପ୍ରଭୁଙ୍କ ଲୋକମାନେ ଆମେ ପରିବର୍ତ୍ତନଶୀଳ ସତ୍ୟାସତ୍ୟ ଶୁଣିଲେ ହେଁ ଆମେ ପରିବର୍ତ୍ତନ ହେଇପାରୁନାହୁଁ। ଭେଣ୍ଡିଆ ମାନେ ଏମିତି ପରିବେଶରେ ଦିନ ସାରା ରହନ୍ତି, ସେମାନଙ୍କ ମନ ଚକ୍ଷୁ ଚିନ୍ତା ଭାବନାରେ ପାପ ଆସିଯାଏ, ପରିବର୍ତ୍ତନ ଦେଖାଯାଉ ନାହିଁ। ଏହି ପ୍ରକାରର ମୋବାଇଲ ବ୍ୟବହାର ହେଉଛି, ନ ଚାହିଁକି ମଧ୍ୟ ଯୁବଗୋଷ୍ଠୀ ପାପ ଦୃଷ୍ଟିରେ ପଡ଼ିଯାଉଛନ୍ତି। ପରିବେଶ ଅନୁକୂଳ ନାହିଁ, ତା ବୋଲି କ'ଣ ଗଛକୁ କାଢ଼ିକି ଅଲଗା ଜାଗାରେ ରୋପିବା ନାହିଁ। ଏପରି କଲେ ସେଇ ଗଛଟି ମରିଯିବ। ଆପଣଙ୍କୁ ଏଇ ଜଗତରେ ଏହି ଦୁନିଆରେ ହିଁ ଫଳବାନ ହେବାକୁ ପଡ଼ିବ। ବାଇବଲରେ ଆମେମାନେ ଦେଖୁ 2 ଜଣ ବ୍ୟକ୍ତିଙ୍କୁ, ସେମାନଙ୍କ ପାଇଁ ମଧ୍ୟ ପବିତ୍ର ଜୀବନ ବିତାଇବାର ଅନୁକୂଳ ପରିବେଶ ନଥିଲା। ଜଣେ ହେଲେ ଯୋସେଫ, ଆଉ ଜଣେ ହେଲେ ଦାନିଏଲ। ଯୋସେଫ ଥିଲେ ମିଶ୍ର ଦେଶରେ, ଚାରିପଟ ଅସୁଚିତା, ପ୍ରତିମା ପୂଜା, ଘର ଭିତରେ ବ୍ୟଭିଚାରର ପ୍ରଲୋଭନ। କିନ୍ତୁ ଯୋସେଫ 11 ବର୍ଷ ପର୍ଯ୍ୟନ୍ତ ସେ ଘରେ ସେ ପରିବର୍ତ୍ତିତ ଜୀବନର ଫଳ ଫଳିବା ପରି ଗୋଟିଏ ଗଛ ହେଲେ। ପରିବେଶ ବଦଳିବ ନାହିଁ। ଆପଣ ଆଧୁନିକ ଦୁନିଆର ରୂପ ବଦଳୁଛି, ଆପଣ ଦୁନିଆକୁ ବଦଳାଇ ପାରିବେ ନାହିଁ। ଆପଣ ନିଜ ସମ୍ମୁଖରେ ଥିବା ଅନେକ ରଙ୍ଗ ରସ ଆଚରଣରେ, ପାପରେ, କାମୁକତାରେ,
ଅଶୁଚିତାରେ ମଦ୍ୟପାନରେ ଚରିତ୍ରହୀନ ହୋଇ ଯେଉଁମାନେ ଆପଣ ମାନଙ୍କ ପାଇଁ ପରୀକ୍ଷାର କାରଣ ହୁଅନ୍ତି, ଆପଣ ସମସ୍ତଙ୍କୁ ବଦଳାଇ ପାରିବେ ନାହିଁ। ଆପଣ କେବଳ ନିଜଠାରେ ଏତେ ଖତ ପକାଇବା ଦରକାର ଯେ ସେ ସବୁ ପରିସ୍ଥିତିରେ ଆପଣ ପବିତ୍ର ଜୀବନର ଫଳ ଫଳିବା ଦରକାର। ତା ମାନେ ଆମେ ଦୁନିଆକୁ ବଦଳାଇ ପାରିବା ନାହିଁ। ଯୋସେଫ ମିଶରକୁ ବଦଳାଇ ପାରିନାହାନ୍ତି। ଯୋସେଫ ଯେଉଁ ଘରେ ଥିଲେ ସେ ଘରେ ସବୁବେଳେ ପାପକୁ ସେ ସମ୍ମୁଖୀନ ହେଉଥିଲେ, କିନ୍ତୁ ସେ ପାପ କଲେ ନାହିଁ। ଠିକ ସେପରି ଦାନିଏଲ ବାବିଲୋନରେ ଥିଲେ, ଚାରିପଟେ ପାପ, ଘର ଭିତରେ ବି ପାପ, କିନ୍ତୁ ସେ ମନରେ ସ୍ଥିର କଲେ ମୁଁ ଆପଣଙ୍କୁ ଅଶୁଚି କରିବି ନାହିଁ। ଆପଣ କେଉଁ ସ୍ଥାନରେ ଅଛନ୍ତି? ଆପଣ ମଧ୍ୟ ଗୋଟିଏ ମିଶର ପରି ଦୁନିଆରେ ଅଛନ୍ତି। ଆପଣ ମଧ୍ୟ ଗୋଟିଏ ବାବିଲୋନ ପରି ଦୁନିଆରେ ଅଛନ୍ତି। ଆପଣ ଦୁନିଆକୁ ବଦଳାଇ ପାରିବେ ନାହିଁ। ସରକାର ଲାଇସେନ୍ସ ଦେଉଛି ଅଶ୍ଳୀଳ ସିନେମା ବନାଇବା ପାଇଁ, ଆପଣ କୁଆଡ଼ୁ ତାହା ବନ୍ଦ କରିବେ? ସରକାର ଅନୁମତି ଦେଉଛି ସମଲୈଙ୍ଗିକ ବିବାହ ପାଇଁ, ଆପଣ କୁଆଡ଼ୁ ତାହା ବନ୍ଦ କରିବେ? ସରକାର ଅନୁମତି ଦେଲାଣି କି ଲିଭ୍ ଇନ୍ ରିଲେସନସିପ, ବାହା ନ ହୋଇକି ବାହା ହେଲା ପରି ରହିବା ପାପ ନାହିଁ ବୋଲି ସରକାର କହୁଛନ୍ତି। ସୁପ୍ରିମକୋର୍ଟ ଅନୁମତି ଦେଲାଣି। ଆପଣ କାହାକୁ ବଦଳାଇବେ? ଏଣୁକରି ଆମେମାନେ ସମସ୍ତେ ଗୋଟିଏ ଏଇ ପ୍ରକାର ଆତ୍ମିକ ଗଛ ଅଟୁ। ଆମେ ଏମିତି ସ୍ଥାନରେ ଲଗା ଯାଇଛୁ ଆମ ପାଇଁ ବୋଲି ସେଠାରେ ଖତ ନାହିଁ। ଏଣୁ ମାଳି ବୁଝିଗଲେ ଯଦି ଚାରି ପାଖରେ ଖୋଳିକି ଖତ ଦିଆଯିବ ତ ନିଶ୍ଚୟ ଫଳିବ। ପ୍ରଭୁଙ୍କ ଲୋକମାନେ, ଗତ ସନ୍ଧ୍ୟାରେ ଆମେମାନେ ଚାରି ପାଖ ଖୋଳିବାର କଥାକୁ ଆମେ 5 ପ୍ରକାରେ ଖୋଳିବାର କଥାକୁ ଦେଖିଲୁ। ପରମେଶ୍ୱରଙ୍କ ବାକ୍ୟରେ 5 ପ୍ରକାରରେ ଆମମାନଙ୍କୁ ଖୋଳିବା ନିମନ୍ତେ ଅସ୍ତ୍ର ଦିଆଯାଇଛି, ଯାହାକୁ ବ୍ୟବହାର କରିକି ଆମେ ଆପଣ ଜୀବନରେ ଆମକୁ ଧରି ରଖିଥିବା ଅକର୍ମଣ୍ୟ କରୁଥିବା ସେ ମାଟିକୁ ଖୋଳି ପାରିବା। ଯେଉଁ ମାଟିକି ଆମକୁ ଫଳିବାକୁ ଦେଉନାହିଁ, ଯେଉଁ ମାଟିକି ଆମକୁ ପରିବର୍ତ୍ତନ ହେବାକୁ ଦେଉନାହିଁ, ସେ ଗଛର ମାଟିକୁ ଖୋଳିକି ବାହାର କରିବାକୁ ପଡ଼ିବ। ପ୍ରଭୁଙ୍କ ଲୋକମାନେ, ଆମ ଜୀବନରେ ଅନେକ ସେହି ପ୍ରକାରର ମାଟି ରହିଅଛି, ଯାହାକୁ ଟିକେ ଖୋଳିକି କାଢି ଦେବାକୁ ପଡ଼ିବ। କାଢିବା ନାହିଁ ତ ଖତ। ଯଦି ଏହି ବର୍ଷରେ ଆପଣମାନେ ପରିବର୍ତ୍ତନ ହେବାକୁ ଚାହୁଁଛନ୍ତି, ଶୁଣନ୍ତୁ, ଚାକିରିରେ ଫଳବାନ, ବ୍ୟବସାୟରେ ଫଳବାନ, ବୈବାହିକ ଜୀବନରେ ଫଳବାନ, ସେବା କାର୍ଯ୍ୟରେ ଫଳବାନ, ଏସବୁ ଆପେ ଆପେ ହେଇଯିବ ଯଦି ଆପଣମାନେ ପରିବର୍ତ୍ତନର ଫଳ ଯଦି ଫଳିବେ। ଯେହେତୁ ଜଣେ ପରିବର୍ତ୍ତିତ ବ୍ୟକ୍ତିକୁ ସକଳ କ୍ଷେତ୍ରରେ ଆଶୀର୍ବାଦ ଦେବା ପାଇଁ ପରମେଶ୍ୱରଙ୍କ ପ୍ରତିଜ୍ଞା ଅଛି। ଏଣୁ ପ୍ରଥମେ ଧାର୍ମିକତା, ପ୍ରଥମେ ତାହାଙ୍କ ରାଜ୍ୟ, ପ୍ରଥମେ ଆପଣା ଆଖିରୁ କଡ଼ି କାଠ, ପ୍ରଥମେ ଭାଇ ସହିତ ମିଳିତ ହୁଅ, ପ୍ରଥମେ ଏସବୁ କରାଯିବା ଦରକାର ଅଛି। ଏଣୁ ଏଇ ବର୍ଷର ପ୍ରଥମ କାମ ହେଉଛି ଖୋଳିକି ବାହାର କରିବା। ପ୍ରଭୁଙ୍କ ଲୋକମାନେ, ଯାହା ସବୁ ଚେରକୁ ଜାବୁଡ଼ି ଧରିଛି, ଆମ ଜୀବନ ରୂପକ ଚେରକୁ, ଆମ ହୃଦୟ ରୂପକ ଚେରକୁ ଜାବୁଡ଼ି ଧରିଛି, ଛାଡୁ ନାହିଁ, ସେଠାରେ ଖତ ନାହିଁ। କେଉଁ ପାପ ଆପଣଙ୍କୁ ଜାବୁଡ଼ି ଧରିଛି? ଯେଉଁ ପାପ ଜାବୁଡ଼ି ଧରିଛି ତାକୁ ଖୋଳିବାକୁ ପଡ଼ିବ, କାଢ଼ିକି ବାହାର କରିବାକୁ ପଡ଼ିବ, ତେବେ ଯାଇ ଖତ ଦିଆଯିବ। ବାଇବଲରେ ଖୋଳିବା କଥା ଭିତରୁ ମୁଁ ଆପଣଙ୍କୁ 2ଟା କଥା କହିବି। ଗତକାଲି 5 ପ୍ରକାର ଅସ୍ତ୍ର ଦ୍ୱାରା ଖୋଳିବା କଥା ଆମେ ଦେଖିଲୁ। ଆସନ୍ତୁ
बाइबल रे आउ गोटे घटना एमिति घटना खोलिकी बाहर करागला जे पर्यंत बाहर करा जाए नाई इस्राएलियो माने फलवान हेई पारु नाहंती जय पाई पारु नाहंती सफल हेई पारु नाहंती पाप को अपराधर विषय को जिहोशुआ 7 अध्याय ताहार 21-22 पद ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ଡିଏ ସୁନ୍ଦର ବାବିଲିୟ ବସ୍ତ୍ର ଓ 200 ସେକଲ ରୂପା ଓ 50 ସେକଲ ପରିମିତ ଏକ ସୁନା ମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଆଉ ଦେଖ ସେ ସବୁ ମୋ ତମ୍ବୁ ମଧ୍ୟରେ ଭୂମିରେ ପୋତା ଅଛି ଆଉ ରୂପା ତହିଁ ତଳେ ଅଛି। ଏଥିରେ ଜିହୋଶୁଆ ଦୂତ ପଠାନ୍ତେ ସେମାନେ ତମ୍ବୁକୁ ଦୌଡ଼ି ଗଲେ ଆଉ ଦେଖ ତାହାର ତମ୍ବୁରେ ପୋତା ହବ ତହିଁ ତଳେ ରୂପା ଅଛି। ଟିକେ ସ୍ପଷ୍ଟ ପଢିବେ ଯେହେତୁ ୟୁଟ୍ୟୁବ ରେ ଲାଇଭ ହଉଛି ତାହା ସବୁଦିନ ପାଇଁ ରହିବ ଆଉ ଯିଏ ପଢିବେ ସ୍ପଷ୍ଟ ପଢିବେ ଉଚ୍ଚାରଣ ଠିକ କରିବେ ଉଚ୍ଚାରଣ ଠିକ କରିବା ଲୋକକୁ ଆଉ ପଢିବା ପାଇଁ ଦିଆଯାଉ। ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ବସ୍ତ୍ର ରୂପା ସୁନା ଲୋଭ କରି ନେଲି ଆଉ ତାହା ଭୂମିରେ ପୋତା ହେଇଛି। ଜିହୋଶୁଆ ଲୋକ ପଠାନ୍ତେ ସେମାନେ ଦୌଡ଼ି ଗଲେ ତମ୍ବୁରେ ତାହା ପୋତା ହୋଇଥିଲା। ତାହା ପୋତା ହୋଇଅଛି ମାନେ କାଢିବା ପାଇଁ କଣ କରିଥିବେ ମାନେ ଖୋଳିଥିବେ। ଖୋଳିକି ବାହାର ଗଲେ ସୁନା ରୂପା ବାବିଲୋନୀୟ ବସ୍ତ୍ର। ପ୍ରଭୁଙ୍କ ଲୋକମାନେ ଯେତେବେଳେ ସେହି ଗୁପ୍ତ ଅପରାଧକୁ ସେମାନେ ଧରି ପାରିଲେ ଅପରାଧୀକୁ ଧରିଲେ ଆଉ ପୋତା ଯାଇଥିବା ଜିନିଷ ବାହାର କଲେ ଆଖନ ନାମକ ବ୍ୟକ୍ତି ଯାହା ଲୋଭ କରି ନେଇଥିଲା ଚକ୍ଷୁରେ ଲୋଭ କରି ନେଇଥିଲା ତାହାକୁ ସେ ପୋତି ଦେଲା। ବସ୍ତ୍ରକୁ ପୋତିଲେ ପିନ୍ଧି ପାରିବ କି ଆଉ ଥରେ? ଖରାପ ହେଇଯିବ। ସୁନାକୁ ପୋତି ଦେଇଛି 200 ସେକଲ ରୂପାକୁ ପୋତି ଦେଇଛି। ଯେତେବେଳେ ଗୁଳି ବାଣ୍ଟ କରାଗଲା ଧରା ପଡ଼ିଲା। ପ୍ରଭୁଙ୍କ ଲୋକମାନେ ମୁଁ ଆପଣ ପାଇଁ ଚାହେଁ ଆଖନକୁ ଖୋଜିକି ବାହାର କରିବାକୁ ପଡିବ। ଆଖନକୁ ଯେ ଯାଏ ଖୋଜିକି ବାହାର କରିନାହାନ୍ତି ଏମାନେ ଯୁଦ୍ଧରେ ସଫଳ ହେଇପାରିବେ ନାହିଁ। ଠିକ ସେହିପରି ଆମ ଜୀବନରେ ଅନେକ ପାପ ଲୁକାୟିତ ଭାବରେ ଅଛି। आमे ख्रिस्टियान अठु आमे गिरजा को आसुअछु आमे बाइबल भी जानिअछु प्रचार भी सुनुअछु प्रचार भी करुअछु किंतु जे जाए माटी तले पोता हे किथिबो जे जाए खोला जीवनाई इस्राएलरु पराजय दूर हेबो नाही। आखन को तो धरिबा पई हेले गुली बांट करागला किंतु आखनर पापर प्रमाण जानिबा पई हेले खोला गला। आम जीवन रे प्रभुଙ୍କ लोक माने गुप्त होइथिबा पाप सब को जानिबा पई खोलिबा को पड़िबो। मु गतकाली कहिथिली 5 प्रकारे आम जीवन रो पाप को खोलिकी बाहर करि देबा। कौन कौन थिला से 5 गोटी? प्रथमटी उच्च स्वर रे कहंतु रक्त पाप को दूर करे। द्वितीयटी वाक्य पाप को दूर करे। तृतीयटी पवित्र आत्मा जहाँ पाप को दूर करे। चतुर्थटी दुख रूप उम्भाई। पंचमटी भयर आत्मा। एही बेला ने मु आपनंकु दुख रूप उम्हाई कि प्रकारे बाइबल रो लोक मानंको तांको जीवन रे लुचि थिबा पाप को खोली के बाहर कला।
ପାପ ଲୁଚିକି ଥାଏ, ଅପରାଧ ଲୁଚିକି ଥାଏ। ପ୍ରଭୁଙ୍କ ଲୋକମାନେ ପାପ ଜଣା ପଡେ ନାହିଁ। ଏଣୁକରି ଯୀଶୁ ମଧ୍ୟ ମାଥ୍ୟୁ 23:26-27 କହିଲେ, ଗିନାର ବାହାର କାହିଁକି କରୁଅଛ, ଭିତର ପରିଷ୍କାର କର। ଏମାନେ ବାହାରେ ବହୁତ ପବିତ୍ର ଧାର୍ମିକ ଦେଖାଯାଉଥିଲେ, କିନ୍ତୁ ଭିତରେ ପାପ ଲୁଚିକି ଥିଲା। ଆଉ ସେମାନେ ହେଉଛନ୍ତି କପଟି। ଏଠାରେ ଆମେ ଯେଉଁମାନେ ବାହାରେ ବହୁତ ଆତ୍ମିକ ଦେଖାଯାଉଛୁ, ଭିତରେ ନାହିଁ, ତାମାନେ ଆମେ ହିଁ ସେଇ କପଟି ଅଟେ। ଅନ୍ୟର ବିଚାର କର ନାହିଁ, ପ୍ରଥମେ ନିଜ ଆଖିରୁ କଡ଼ି କାଠ ବାହାର କର। ତାମାନେ ଆମ ଭିତରେ କଡ଼ି କାଠ ପରି ସମସ୍ୟା ଅଛି, କଡ଼ି କାଠ ପରି ପାପ ଅଛି, ଯାହାକୁ କି ଆମ୍ଭମାନଙ୍କୁ ପ୍ରଥମେ ଖୋଳିକି ବାହାର କରିବାକୁ ପଡ଼ିବ। ପ୍ରଭୁଙ୍କ ଲୋକମାନେ ପରମେଶ୍ୱର ଯେତେବେଳେ ଦେଖନ୍ତି, ପ୍ରଥମ 3 ଗୋଟି ଉପାୟରେ ଜଣେ ଲୋକ ପବିତ୍ର ହେଉନାହିଁ। ତାଙ୍କ ରକ୍ତ ଦ୍ୱାରା ଦିନେ ଧୌତ ହୋଇଥିଲା, କିନ୍ତୁ ଏବେ ରକ୍ତର ମୂଲ୍ୟକୁ ସେ ହେୟ ଜ୍ଞାନ କଲାଣି ଆଚରଣରେ। ବାକ୍ୟ ଶୁଣିକି ଦିନେ ପରିବର୍ତ୍ତନ ହେଉଥିଲା, ଏବେ ବାକ୍ୟ ଶୁଣିଲେ ମଧ୍ୟ ଶକ୍ତ ଗ୍ରୀବ ହେଇଯାଉଛି। ପବିତ୍ର ଆତ୍ମା ପାଇକି ଦିନେ ପରିବର୍ତ୍ତନଶୀଳ ଜୀବନ ଯାପନ କରୁଥିଲା, ଏବେ ପରଭାଷା ବି କହୁଛି, ତାପରେ ପାପ ମଧ୍ୟ କରୁଛି। ସେତେବେଳେ ପରମେଶ୍ୱର ଚତୁର୍ଥ ଟ୍ରିଟମେଣ୍ଟକୁ ଦିଅନ୍ତି ଦୁଃଖ ରୂପ ଉମ୍ହାଇରେ। କାଲି ଜଷ୍ଟ କେବଳ ଟିକେ କହିଥିଲି, ଆଜି ତାହାକୁ ଆଉ ଟିକେ ଅଧିକ ଭାବରେ କହିଲା ପରେ ଆମେ ଆଗକୁ ବଢ଼ିବା। ମୁଁ ତ ଚାହୁଁଥିଲି ଆଜି ଖତ ପକାଇଦେବା, କିନ୍ତୁ ଖୋଳାଖୋଳି ନ ହେଉଣି ଖତ ପକାଯାଏ ନାହିଁ। ଆଜି ଯଦି ଖତ ପଡ଼ିଲା ନାହିଁ ତ ସନ୍ଧ୍ୟାରେ ପକାଇବା, କିନ୍ତୁ ଖୋଳାଖୋଳି ହେବାର ଅଛି। ଭଲ ଭାବରେ ଶାବଳ କୁଡି ମାଡ଼ ଟିକେ ବାଜିବାର ଅଛି। ତାହାପରେ ଖୋଳାଖୋଳି ହେଲା ପରେ ଖତ ପକାଯାଅ, ଯେମିତି ଖତ ଟିକେ ଭିତରେ ଯାଇକି ଚେରକୁ ଜାବୁଡ଼ିକି ଧରିବ। ଯେମିତିକି ଏଇ ବର୍ଷ ଆପଣମାନେ ଫଳବାନ ହେବେ, ଏ ବର୍ଷ ଫଳବାନ ହେବେ। ବାଇବଲରୁ ଆପଣଙ୍କୁ ମୁଁ 6-7 ଗୋଟି ଖତର କଥା କହିବି ଯେ ଏବେ କହିବି ନାହିଁ, କାହିଁକି ଟିକେ ଭଲ କରି ଖୋଳିବା ବିଷୟ ଟିକେ ଆମେ ଦେଖିନେବା। ଯେତେବେଳେ ଆଖନ ଲୁଚିକି ଥିଲା, ଗୁଳି ବାଣ୍ଟ ଦ୍ୱାରା ତାକୁ ଖୋଜିକି ବାହାର କରାଗଲା। ପ୍ରଭୁଙ୍କ ଲୋକମାନେ, ଆପଣ ବାଇବଲରେ କେତେକ ଭଦ୍ର ଚୋର ମାନଙ୍କୁ, ଉଦାହରଣ ସ୍ୱରୂପ ଜୁନସଙ୍କୁ ଖୋଜିବା ପାଇଁ ଗୁଳି ବାଣ୍ଟ କରାଗଲା। ଗୁଳି ବାଣ୍ଟ ଦ୍ୱାରା ସେ ବି ଧରା ପଡ଼ିଗଲେ। ତେବେ ଆମର ପାପ ପାଇଁ ତ ଆମେ ଗୁଳି ବାଣ୍ଟ କରିବା ନାହିଁ, ଆମର ପାପକୁ ବାହାର କରିବା ପାଇଁ ପରମେଶ୍ୱରଙ୍କ ବାକ୍ୟରେ ଅନେକ ଅସ୍ତ୍ର ଦିଆଯାଇଛି। ତାହାକୁ ବ୍ୟବହାର କରୁ, ଆଉ ପାପକୁ ଖୋଳିକି ବାହାର କରୁ। ଦୁଃଖ ରୂପ ଉମ୍ହାଇ ଆମ ପାପକୁ ବାହାର କରିଦିଏ। ଯେଶାୟା 48:10, 2 କରିନ୍ଥୀ 7:10, ଜଲ୍ଦି ପଢ଼ନ୍ତୁ। ଦେଖ, ଆମ୍ଭେ ତୁମକୁ ପରିଷ୍କାର କରିଅଛୁ, ମାତ୍ର ରୂପା ପରି ନୁହେଁ। ଆମ୍ଭେ ଦୁଃଖ ରୂପ ଉମ୍ବାଇରେ ତୁମକୁ ମନୋନୀତ କରିଅଛୁ। ଦୁଃଖ ରୂପ ଉମ୍ହାଇରେ ତୁମକୁ ମନୋନୀତ କରିଅଛୁ। ମଲାଖି ତାହାର 3 ଅଧ୍ୟାୟର 2-3 ପଦ ଟିକେ ପଢ଼ନ୍ତୁ। ମାତ୍ର ତାହାଙ୍କର ଆଗମନ ଦିନ କିଏ ସହିପାରେ? ଆଉ ସେ ଦର୍ଶନ ଦେବା ବେଳେ କିଏ ଠିଆ ହେବ? କାରଣ ସେ ପରିଷ୍କାରକାରୀର ଅଗ୍ନିତୁଲ୍ୟ ଓ ରଜକର କ୍ଷାର ସ୍ୱରୂପ। ପୁଣି ସେ ରୌପ୍ୟ ପରିଷ୍କାର ଓ ସୂଚିକାରକ ତୁଲ୍ୟ ବସିବେ, ଓ ସେ ଲେବୀର ସନ୍ତାନ ଗଣକୁ ପରିଷ୍କାର କରିବେ, ଓ ସୁନା ଓ ରୂପା ପରି ସେମାନଙ୍କୁ ବିଶୁଦ୍ଧ କରିବେ। ତହିଁରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧାର୍ମିକତାରେ ନୈବେଦ୍ୟ ଉତ୍ସର୍ଗ କରିବେ। ସେମାନଙ୍କୁ ସୁନା ଓ ରୂପା ପରି ପରିଷ୍କାର କରିବେ। ପରିଷ୍କାରକାରୀର ଅଗ୍ନିତୁଲ୍ୟ ଏବଂ ରୌପ୍ୟ ପରିଷ୍କାରକ ତୁଲ୍ୟ ସେ ବସିବେ। ରୌପ୍ୟ ବା ରୂପା ଯେ ପରିଷ୍କାର କରନ୍ତି ତାଙ୍କୁ ସୁନାରୀ ବୋଲି କୁହାଯାଏ। ଯେ ସୁନା ପରିଷ୍କାର କରନ୍ତି ସେ ସୁନାରୀ ଅଟନ୍ତି। ଗୋଲ୍ଡ ସ୍ମିଥ ବୋଲି ଇଂରାଜୀରେ କୁହାଯାଏ। ଆଉ ସେ ଅର୍ଥାତ୍ ଆମ ପରମେଶ୍ୱର
ବସିଲା ପରି ବସିବେ। କାହାକୁ ପରିଷ୍କାର କରିବେ? ସୁନା ଆଉ ରୂପା ପରି। କାହାକୁ ପରିଷ୍କାର କରିବେ? ଲେବୀୟ ସନ୍ତାନ ଗଣକୁ। କାହିଁକି ରୁବେନକୁ ନାହିଁ? କାହିଁକି ସିମିଓନକୁ ନାହିଁ? କାହିଁକି ଜିହୁଦାକୁ ନାହିଁ? ଏମାନେ ତ ପ୍ରଥମ ତିନି ଗୋଟି, ଆଉ ସେ ଲେବୀ ହେଲା ତୃତୀୟ ନମ୍ବର ପୁଅ। ତାପରେ